ବର୍ଷା ଦିନରେ ଆଳୁଚପ ମିଳିଗଲେ ତାର ମଜା ଅଲଗା ପ୍ରକାର। ତ ହାଇ ଫ୍ରେଣ୍ଡ ସିକ୍ରେଟ ଫୁଡି ଚ୍ୟାନେଲକୁ ଆପଣଙ୍କୁ ପୁଣି ଥରେ ସ୍ୱାଗତ। ଚାଲନ୍ତୁ ବିନା ଡେରି ନକରି ଆଜି ଆମେ ତିଆରି କରିବା ଆଳୁଚପ। ତ ବନେଇବା ପାଇଁ ପ୍ରଥମେ ଏଠି ଦେଖନ୍ତୁ ଆଳୁ ଆଉ ଟିକେ ଲୁଣକୁ ମୁଁ ଏଠି ନେଇକି ବହୁତ ବଢ଼ିଆ ଭାବରେ ଚକଟି ଦେଇଛି। ଆପଣ ଚାହିଁଲେ ହାତରେ ବି ଚକଟି ପାରିବେ, ନହେଲେ ଏଇପରିକା ପଟାଟୋ ମାସର ବି ୟୁଜ୍ କରିପାରିବେ। କିନ୍ତୁ ମୁଁ ହାତରେ ବି ଆପଣଙ୍କୁ ଚକଟିକି ଦେଖଉଛି, ବହୁତ ବଢ଼ିଆ ଭାବରେ ଫାଇନ୍ ଆପଣଙ୍କର ଚକଟି ହେଇଯିବ। ତ ଦେଖନ୍ତୁ ହାତରେ ଦେଖନ୍ତୁ ଏଇ ଟାଇପ୍ ଭାବରେ ଚକଟି ଦେବେ, ବହୁତ ବଢ଼ିଆ ଭାବରେ ହେଇଯିବ। ବସ୍ ଟିକେ ଲୁଣ ପକେଇକି। ଆଉ ବର୍ଷା ଦିନେ ଏଇଟା କରିକି ଖାଇଲେ କି ମଜା, କି ଟେଷ୍ଟ, ଏଇଟା ବହୁତ ହି ଟେଷ୍ଟ ଲାଗିଥାଏ। ବର୍ଷା ଦିନେ ନିହାତି ଭାବରେ କରିକି ଖାଆନ୍ତୁ, ଟ୍ରାଏ କରନ୍ତୁ, ବହୁତ ବଢ଼ିଆ ଲାଗିବ। ତ ଏବେ ଦେଖନ୍ତୁ ମୁଁ ଏବେ ଗୋଟେ କଡ଼େଇରେ ନେଇଯାଇଛି ତେଲ। ମୁଁ ଏଠି ସୋରିଷ ତେଲ ୟୁଜ୍ କରୁଛି, ଆପଣ ରିଫାଇନ୍ ତେଲ ବି ୟୁଜ୍ କରିବେ, ନହେଲେ ଯେକୌଣସି କୁକିଂ ଅଏଲ୍ ୟୁଜ୍ କରିବେ। ତେଲଟି ଟିକେ ଗରମ ହେଇଗଲାଣି, ମୁଁ ଏଠି ଦେଇଯାଇଛି ସୋରିଷ। ଦେଖନ୍ତୁ ସୋରିଷ ଆପଣଙ୍କ ଧଳା ସୋରିଷ ନହେଲେ କଳା ସୋରିଷ ଯାହା ବି ଅଛି ଆପଣ ତାକୁ ୟୁଜ୍ କରିପାରିବେ। ଆଉ ଏଇଠି ମୁଁ ଗୋଟେ କଟା ହେଇ ରଖିଥିବା ପିଆଜ ଦେଇ ଦଉଛି। ତ ପିଆଜ ଫୁଟୁ ଫୁଟୁ ମୁଁ ଏଇଠି ପକେଇ ଦଉଛି ଟିକେ ଆମର ଭୃଷଙ୍ଗ ପତ୍ର, ଯୋଉଟାକି ବହୁତ ବଢ଼ିଆ ବାସ୍ନା ଆସିଥାଏ। ନିହାତି ଭାବରେ ଟ୍ରାଏ କରନ୍ତୁ, ଭୃଷଙ୍ଗ ପତ୍ର ପକାନ୍ତୁ, ବହୁତ ହି ବଢ଼ିଆ ଆଳୁଚପ ଟେଷ୍ଟଟା ବହୁତ ଡବଲ ହେଇଯାଇଥାଏ। ତ ଦେଖନ୍ତୁ ଏଇ ଟାଇପ୍ ଭାବରେ ମୁଁ ଟିକେ ଘାଣ୍ଟି ଦେଲି, ଯୋଉଟାକି ସିଝିଯିବ, ଭଲ ଲାଗିବନି ତଳେ ପିଆଜ, ସେଇଥିଲାଗି ମୁଁ ତାକୁ ଟିକେ ଘାଣ୍ଟି ଦେଲି। ଟିକେ ଆମର ଏଇଠି ରେଡ୍ କଲର ହେଇଗଲାଣି ପିଆଜ। ଏଇ ଉପରେ ମୁଁ ମଟର, ଏଇରା କୋଉ ମଟର, ଯୋଉଟାକି ମୁଁ ପାଣିରେ ବତୁରେଇକି ରଖିଥିଲି 2 ଘଣ୍ଟା, ତାପରେ ଟିକେ ଫୁଟେଇ ଦେଇଥିଲି, ସିଝେଇ ଦେଇଥିଲି। ସିଝି ସାରିଲା ପରେ ସେଇ ମଟର ଆପଣଙ୍କ ପାଖରେ ଦେଖେଇଲି। ଆଉ ଏଠି ଟିକେ ମୁଁ ବାଦାମ ୟୁଜ୍ କରିଛି, ଭଜା ବାଦାମର। ଆଉ ଏଇଠି ଆଳୁ, ଯୋଉଟାକି ଆମେ ଚକଟିକି ରଖିଥିଲେ ସେଇ ଆଳୁ, ତ ପକେଇ ଦେଇକି ବହୁତ ବଢ଼ିଆ ଭାବରେ ଘାଣ୍ଟି ଦେବା। ତ ଦେଖନ୍ତୁ ଆଉ କ'ଣ କ'ଣ ପକେଇବା ମୁଁ ଏଇଠି ଆପଣଙ୍କ ଆଗରେ କହୁଛି। ତ ମଟର ବାଦାମ ଯଦି ଆପଣଙ୍କ ପାଖରେ ଆଭେଲେବୁଲ୍ ନାହିଁ ତ କୌଣସି କିଛି କଥା ନାହିଁ, ତ ଆପଣ ସେଇ ପ୍ଲେନ୍ ଆଳୁରେ ବି ମଧ୍ୟ ଏଇ ଜିନିଷଟା କରିପାରିବେ। କିନ୍ତୁ ବାଦାମ ମଟର ପକେଇଲେ ଟେଷ୍ଟଟା ଆହୁରି ବଢ଼ିଆ 2 ଗୁଣା ହେଇଯାଇଥାଏ। ତ ଦେଖନ୍ତୁ ମୁଁ ଟିକେ ଏଠି ପକେଇ ଦେଇଛି ଲୁଣ, ଆମର ଟିକେ ସିଝା ପାଇଁ, ମଟର ଫଟରରେ ସିଝା ପାଇଁ। ଆଉ ଏଠି ଟିକେ ଦେଖନ୍ତୁ ମୁଁ ହଳଦୀ ଗୁଣ୍ଡ ପକେଇ ଦେଇଛି। ଆଉ ଏଠି ଟିକେ ଘରେ ଯେକୌଣସି ଭେଜ୍ ମସଲା ଅଛି ସେଇ ମସଲା ପକେଇ ଦେଇଛି। ଆଉ ଏଠି ଟିକେ ଲଙ୍କା ଗୁଣ୍ଡ ପକେଇ ଦେଇଛି ଅଧିକ ସ୍ପାଇସିନେସ୍ ଆସିବା ପାଇଁ। ଆଉ ଏଠି କଟା ହେଇ ରଖିଥିବା ଲଙ୍କା, ଏଟା ମଧ୍ୟ ମୁଁ ପକେଇ ଦେଇଛି। ଏଟା ଟିକେ ପଛରେ ପକେଇଲେ କ'ଣ ହବ ନା, ଲଙ୍କାଟା ବି ଟିକେ କ୍ରଞ୍ଚିନେସ୍ ରହିବ, ରାଗଟା ବି ଟିକେ ବଢ଼ିଆ ଲାଗିବ। ଯଦି ଛୁଆମାନେ ଖାଉଛନ୍ତି ତ ଲଙ୍କା ନ ପକେଇଲେ ମଧ୍ୟ ଚଳିବ। ତ ଏଇ ରେସିପିଟାକୁ ଆପଣ ଶୀତ ଦିନ, ଖରାଦିନ, ବର୍ଷା ଦିନେ ଯେବେ ବି କରିବେ ବହୁତ ହି ଟେଷ୍ଟ ଲାଗିବ। ଆଉ ଏଇଟା ସବୁବେଳେ ଆମ ଓଡ଼ିଶାରେ ତ ସମସ୍ତେ 4ଟା ଟାଇମ୍ ହେଲେ କ'ଣ ଖିଆ ହବ, ବରା ଆଳୁଚପ ଖିଆ ହବ। ତ ସେଇ ଆଳୁଚପ ମଧ୍ୟରୁ ଏଇଟା ହେଉଛି ଗୋଟିଏ ଆଳୁଚପ। ତ ଚାଲନ୍ତୁ ସେଟା ଆମେ ଟିକେ ଥଣ୍ଡା ହେବାକୁ ଦବା। ଆଉ ଏଇଠି ଦେଖନ୍ତୁ ମୁଁ ନେଇଯାଇଛି ଗୋଟେ ଜାଗାରେ ବେସନ, ଟିକେ ଲୁଣ ନେଇଯାଇଛି, ଟିକେ ଏଇଠି ମୁଁ ଲଙ୍କା ଗୁଣ୍ଡ ପକେଇ ଦେଇଛି, ଆଉ ଟିକେ ହଳଦୀ ଗୁଣ୍ଡ ପକେଇ ଦେଇଛି। ଆଉ ତାକୁ କ'ଣ କରିବା, ଯୋଉ ଗିନାରେ ଆମେ ନେଲେ ବେସନ ସେଇ ଗିନାରେ ଫୁଲ୍ ଗିନା ପାଣି ନେବେ। ଯେତିକି ବେସନ ସେତିକି ପାଣି ନେବେ। ତାକୁ ବସ୍ ଘାଣ୍ଟିବେ ଏଇ ଟାଇପ୍ର, ଟିକେ 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 ଦେଇକି ଘାଣ୍ଟିବେ। ମୁଁ ଦେଖିପାରୁଥିବି ଯୋଉ ଗିନାରେ ବେସନ ନେଇଥିଲି ସେଇ ଗିନାରେ ପାଣି ଦଉଛି। ଯେତିକି ବେସନ ନେଇଥିଲି ସେତିକି ପାଣିରେ ମଧ୍ୟ ଆମର ଏଇ ଯୋଉ ବ୍ୟାଟରଟା ବହୁତ ବଢ଼ିଆ ଭାବରେ ହେଇଯିବ। ତାକୁ ସବୁତକ ପାଣି ଦେଇକି ଟିକେ 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 କରିକି ଘାଣ୍ଟନ୍ତୁ, ଏଇ ଟାଇପ୍ର ଭାବରେ ହେଇଯିବ। ଗୋଟିଏ ଗିନା ବେସନରେ ଗୋଟିଏ ଗିନା ପାଣି, ଏଇଟା ମନେ ରଖିଥିବେ। ଯଦି ଆପଣଙ୍କୁ ଲାଗୁଛି ନା ଟିକେ ଶୁଖିଲା ହେଇଛି ତ ଆଉ ଟିକେ ପାଣି ଦେଇପାରିବେ। ତ ଦେଖନ୍ତୁ ଏଇ ଟାଇପ୍ର କଲା ପରେ ଆମର ବହୁତ ବଢ଼ିଆ ଭାବରେ ବେସନଟା ବି ଆମର ବହୁତ ବଢ଼ିଆ ଭାବରେ ଫିଟି ଯାଇଛି। ଆଉ ଏଇ ଟାଇପ୍ର ଆପଣ କ'ଣ କରିବେ, ଆଳୁଟା ବି ଆମେ ଏପଟେ ଛାଡ଼ି ଦେଇଛେ ଟିକେ ଥଣ୍ଡା ହେବାକୁ, ମାନେ ଗରମ ଗରମ ଆଳୁ ହାତରେ ଧରି ହେବନି। ତ ତାକୁ ଟିକେ ଥଣ୍ଡା ହେଇଗଲା ପରେ ଆମେ ଆରମ୍ଭ କରିବା। ତ ୟାକୁ ଆମେ ସାଇଡ଼୍ରେ ଏବେ ରଖିଦେବା। ଏବେ ଆଳୁ ପାଖକୁ ଯିବା। ତ ଦେଖନ୍ତୁ ଆଳୁଟା ମୁଁ ଯୋଉ କଲି, ଆଳୁଟାକୁ କ'ଣ କରିବେ, ଏଇ ଟାଇପ୍ର ଗୋଟେ ଗୋଳା କରିଦେବେ। ଗୋଲ ଗୋଲ କରିକି ଆପଣଙ୍କୁ ଯଦି ବଡ଼ ପସନ୍ଦ ବଡ଼ ଗୋଳା କରିପାରିବେ। ଯଦି ଆପଣଙ୍କୁ ଛୋଟ ପସନ୍ଦ ତ ଛୋଟ ଗୋଳା ମଧ୍ୟ କରିପାରିବେ। ଏଇପରିକା ଯେମିତି ବି କଲେ ବହୁତ ବଢ଼ିଆ ଭାବରେ ଟେଷ୍ଟ ଲାଗିଥାଏ। ଆଉ ଦେଖନ୍ତୁ ୟାକୁ କ'ଣ କରିବା, ଗୋଟେ ଗୋଟେ କରିକି ପକେଇଦବା ଆମ ବେସନରେ। ମତେ ବହୁତ ଟିକେ ବଡ଼ ପସନ୍ଦ ତ ମୁଁ ସେଇ ଅନୁସାରେ ବଡ଼ ଟିକେ କଲେ, ଆପଣ ଯଦି ଛୋଟ ପସନ୍ଦ ତ ଆପଣ ଛୋଟ ଟିକେ କରିବେ। ଦେଖନ୍ତୁ ଏଇ ଟାଇପ୍ର କରିକି ବହୁତ ବଢ଼ିଆ ଭାବରେ ହାଲକା ହାତରେ, ଏଇଟା ବହୁତ ପ୍ଲେନ୍, ବହୁତ ସିମ୍ପଲରେ ହେଇଯିବ। ଆଉ ଏଇଟା ମତେ କରିବା ପାଇଁ ମିନିମମ୍ 20ରୁ 25 ମିନିଟ୍ ଲାଗିଲେ ବସ୍। ଘରେ ଆପଣଙ୍କ ପାଖରେ ସିଝା ଆଳୁ ଥିଲେ ଏଇଟା 20 ମିନିଟ୍ରେ ରେଡି ହେଇଯିବ। ଇନଷ୍ଟାଣ୍ଟ ଆପଣ ସ୍ନାକ୍ସରେ ଖାଇପାରିବେ, ଆଉ ଟିଫିନରେ ନେଇପାରିବେ ବି। ଏଇଟା ବହୁତ ଟେଷ୍ଟ ଲାଗିଥାଏ। ଆଉ ସାଙ୍ଗମାନଙ୍କୁ ଏଇଟା ନିହାତି ଭାବରେ ସେୟାର କରନ୍ତୁ। ଦେଖନ୍ତୁ ଏଇ ସବୁ ଭାବରେ ମୁଁ ଆମର ଯୋଉ ଆଳୁରାକ ଗୋଲ ଗୋଲ କରିକି ରଖିଦେଲି, ଏଇଟା ବିଲକୁଲ ବି ଫିଟିବନି, ଟେନସନ୍ ନେବାର ନାହିଁ, ଏଇଟା ବିଲକୁଲ ଫିଟିବନି। କ'ଣ ମାନେ ଆମେ ତାକୁ ବହୁତ ବଢ଼ିଆ ଭାବରେ ଗୋଲ ଗୋଲ କରିଦେଇଛେ। ତ ଏବେ ଦେଖନ୍ତୁ ସବୁତକ ମୁଁ ବେସନ ଉପରେ ପକେଇଲି, ଗୋଟେ ପରେ ଗୋଟିଏ ପକେଇ ଦଉଛି। ଏବେ ମୁଁ ତେଲ ସାଇଡ଼୍ରେ ବସେଇ ରଖିଦେଇଛି ଗରମ ହେବା ପାଇଁ।
ଆଉ ଏଇ ଭିତରେ ମୁଁ ତାକୁ ଟିକେ ଚାରିଆଡ଼େ ଏଇ ଟାଇପ୍ର ଭାବରେ କରିଦେଉଛି। ଆପଣ ଚାହିଁଲେ ୟାକୁ ଚାମଚରେ ପକେଇ ପାରିବେ, ନହେଲେ ଏମିତି ହାତରେ ପକେଇ ପାରିବେ। ତ ମୋ କହିବା ଅନୁସାରେ କି ଆପଣ ଯଦି ହାତରେ ପକେଇବେ ତ ବେଷ୍ଟ ହବ। କଣ ପାଇଁ ନା ଚାରିଆଡ଼େ ଆମର ତେଲ ବି ପଚରା ହବନି। ମୁଁ ଆପଣଙ୍କୁ ଗୋଟେ ପକେଇକି ଦେଖଉଛି। ଏଠି ଦେଖନ୍ତୁ ମୁଁ ଏଠି ଚାମଚରେ ପକେଇଲି, ତ ଆମର ଦେଖନ୍ତୁ ବେସନଟା ଚାରିଆଡ଼େ ପଚରା ହେଇକି ରହିଲା। ଏବେ ମୁଁ ହାତରେ ପକେଇକି ଆପଣଙ୍କୁ ଦେଖଉଛି। ଦେଖନ୍ତୁ କେତେ ପ୍ଲେନ୍ ହେଲା, କିଛି ବି ଆମର ତେଲ ଏଇଠି ଆଉ ଖରାପ ହେବାର ନାହିଁ, ଚାନ୍ସ ନାହିଁ। ତ ଦେଖନ୍ତୁ ଏଇ ଟାଇପ୍ର ଭାବରେ ହାତରେ ପକାନ୍ତୁ, ବହୁତ ବଢ଼ିଆ ଭାବରେ ଗୋଳେଇ ଦେଇକି ଆଳୁରେ ଲଗେଇ ଦେଇକି ହାତରେ ପକାନ୍ତୁ, ଗୋଟିଏ ଗୋଟିଏ ଧୀରେ ସୁସ୍ଥେ ପକାନ୍ତୁ, ବହୁତ ବଢ଼ିଆ ଭାବରେ ଏଇଟା ହବ। ତ ୟାକୁ ତେଲରେ ଫୁଟେଇବା ବେଳକୁ ମୁଁ ଆପଣଙ୍କୁ ଗୋଟେ କଥା କହି ରହୁଛି କି ଯଦି ସିକ୍ରେଟ୍ ଫୁଡି ଚ୍ୟାନେଲ୍ ଆପଣଙ୍କୁ କିଛିଟା ହେଲ୍ପ ମିଳୁଛି, ଭିଡ଼ିଓ ଦେଖି କିଛି ଭଲ ଲାଗୁଛି, ତ ପ୍ଲିଜ୍ ଗୋଟେ ଲାଇକ୍ କରନ୍ତୁ। ଆପଣଙ୍କର ଗୋଟେ ଲାଇକ୍ ମୋର ସପୋର୍ଟରେ କାମ କରେ। ଆଉ ଗୋଟେ ଫ୍ରେଣ୍ଡମାନଙ୍କ ସହିତ ସେୟାର ବି କରିପାରିବେ ଆପଣ ଚାହିଁଲେ। ଆଉ ଗୋଟେ ସବସ୍କ୍ରାଇବ୍ ଯଦି କରିନାହାନ୍ତି ତ ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ। ଏଇ ଟାଇପ୍ର ଭାବରେ ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲରେ ବି ରୁହନ୍ତୁ। ତ ଦେଖନ୍ତୁ 3 ରୁ 4 ମିନିଟ୍ ମୋତେ ଲାଗିଲା ଏଇ ଯେଉଁ ଆମର ଆଳୁ ଚପ୍ଟା ତାର ବେସନ ଟିକେ ସିଝିବା ପାଇଁ ମୋତେ 3 ରୁ 4 ମିନିଟ୍ ଲାଗିଲା। ବହୁତ ବଢ଼ିଆ ଭାବରେ ସିଝି ଯାଇଛି। ଏବେ ଫ୍ଲେମ୍ ମୋର ମିଡ଼ିୟମ୍ ଅଛି, ହାଇ ନାହିଁ କି ଲୋ ନାହିଁ, ମିଡ଼ିୟମ୍ ଅଛି। ଟୋଟାଲି ଲୋ କରିବେନି, ଲୋ କଲେ ଆପଣଙ୍କର ତେଲ ଭିଡ଼ିବ, ତ ଲୋ ବିଲକୁଲ ବି କରିବେନି, ନହେଲେ ତେଲ ଭିଡ଼ିବ। ମିଡ଼ିୟମ୍ ନହେଲେ ହାଇ ରଖିକି ହିଁ ଏଇ ଜିନିଷଟି ଆପଣ କରିବେ। ତ ଦେଖନ୍ତୁ ଏବେ ମୁଁ ସବୁ ଛାଣି ଦେଇଛି, ମୁଁ ଆପଣଙ୍କୁ ପ୍ଲେଟିଂ କରିକି ଏବେ ଦେଖେଇ ଦେଉଛି। ତ ଦେଖିପାରୁଥିବେ ଏଇ ଟାଇପ୍ର ଭାବରେ ସବୁ ଆଳୁଚପ୍ ରେଡ଼ି ହେଇଯାଇଛି। ତ ମୁଁ ଏଇଠି ଆପଣଙ୍କୁ ଗୋଟେ ଭାଙ୍ଗିକି ଦେଖେଇ କରିବି। ତ ଆପଣ ଯଦି ୟା ଭିତର ଆଳୁଟା ଯଦି ଭାବୁଥିବେ ୟେଲୋ କମ୍ ହେଇଛି, ଆମେ ହଳଦୀ ପକେଇଛେ ସେଇ ସକାଶେ ୟେଲୋ ହେଇଛି, ଯଦି ଆପଣ ଚାହିଁବେ ତ ହଳଦୀ ପକେଇ ପାରିବେନି। ଆଉ ବାହାରେ ଆପଣ ଯେଉଁ ଆଳୁଚପ୍ ଖାଉଛନ୍ତି ତା ଭିତରଟା ରେଡ୍ ହେଇଥାଏ। ତ କାହିଁକି ରେଡ୍ ହେଇଥାଏ ମୁଁ କହୁଛି, ସେଟାରେ ସେମାନେ କଲର୍ ଆଡ଼୍ କରନ୍ତି। ତ ଆମେ ଯେହେତୁ ଘରେ କରୁଛେ ତ ହେଲ୍ଦି ଦରକାର, ତ କଲର୍ଟା ଆଡ଼୍ କରିବା ଦରକାର ନାହିଁ ବିଲକୁଲ। ତ ଏବେ ଦେଖନ୍ତୁ ମୁଁ ଆପଣଙ୍କୁ ଗୋଟେ ଭାଙ୍ଗିକି ଦେଖୁଛି, ଏତେ ସୁନ୍ଦର ହେଇଛି, ପାଟିରୁ ଲାଳ ଗଡ଼ି ଯାଉଛି। ତ ମୁଁ ଚାଲିଲି ଖାଇବା ପାଇଁ। ଯଦି ଆପଣଙ୍କୁ ଖାଇବାର ଅଛି ତ ଜଲ୍ଦି ବନାନ୍ତୁ।